ମାନେ ଆମେ ମାନେ ଆଜିକାର ବାକ୍ୟ ପଢ଼ିବା, ଯାହା ଗାଲାତିୟ 6 ପର୍ବ ତାର 7 ପଦ। ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି, କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ଆମେନ୍। ଆମେନ୍। ଧନ୍ୟବାଦ ଭଉଣୀ। ଆଉ ସୁନ୍ଦର ବାକ୍ୟ ଭଉଣୀ ପଢ଼ିବାରେ ସାହାଯ୍ୟ କଲେ। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଉ ଭଉଣୀ ବି ପ୍ରାର୍ଥନା କରିଛନ୍ତି। ଆମେ ବାକ୍ୟ ଆଡ଼କୁ ଯିବା, ସମୟ ମଧ୍ୟ ହେଇଯାଉଛି। ତେଣୁ ହଁ ଭଉଣୀ। ବ୍ୟାୟାମ କରିବା ଦ୍ୱାରା କହିଲେ କି ଆମେ କାହିଁକି ବ୍ୟାୟାମ କରିବା ଦ୍ୱାରା ଆମମାନେ ଆମମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକୁ ସଶକ୍ତ କରିଥାଉ, ବଳିଷ୍ଠ କରିଥାଉ। ଧନ୍ୟବାଦ କରୁଛୁ। ଆମେ ଶରୀର ଅଙ୍ଗ ପ୍ରତ୍ୟଙ୍ଗ ସୁସ୍ଥ ରଖିବା ପାଇଁ ଆମେ ବ୍ୟାୟାମ କରିଥାଉ। ଉପବାସ ଆମେ କାହିଁକି କରିଥାଉ? ଆମେ କାହିଁକି ଉପବାସ କରିଥାଉ? ନିଜ ମନର ଶୁଚୀକରଣ ଏବଂ ପ୍ରସ୍ତୁତି ନିମନ୍ତେ ଉପବାସ କରିଥାଉ। ଧନ୍ୟବାଦ। ଆତ୍ମିକ ପ୍ରସ୍ତୁତି ବୃଦ୍ଧି ନିମନ୍ତେ ଆମେ ଉପବାସ କରିଥାଉ। ବାକ୍ୟରେ ଲେଖାଯାଏ, ପାପର ବେତନ କଣ ବୋଲି ବାକ୍ୟରେ ଲେଖାଯାଏ? ମୃତ୍ୟୁ। ପାପର ବେତନ ମୃତ୍ୟୁ। ଆମମାନଙ୍କର 9ଟି ଫଳ କେଉଁ ପୁସ୍ତକରେ ଲେଖାଯାଇଛି? ଆତ୍ମିକ ଫଳ ଗୁଡ଼ିକ ଗାଲାତିୟ ପୁସ୍ତକ। ଆତ୍ମାଙ୍କର 9ଟି ଫଳ ଗାଲାତିୟ। ଧନ୍ୟବାଦ। ଧନ୍ୟବାଦ। ଗାଲାତିୟ ପୁସ୍ତକ 5 ପର୍ବ 9 ପଦରେ ଲେଖାଯାଇଛି। ଏଇଟା ଆମର କେବଳ ବାହ୍ୟ ବିଷୟରେ ମୁଁ ଆମକୁ ଆଲୋଚନା କଲେ। ଆଉ ବର୍ଷା ଦିନେ କଣ କଣ ଚାଷ ହଉଛି? ଆମେ ସମସ୍ତେ କିଏ ଭିନ୍ନ ଭିନ୍ନ ଚାଷ କରୁଛେ। ତେଣୁ ଆମେ ସମସ୍ତେ ଏଇଟା ଜାଗତିକ ବିଷୟ। ଆମେ ବାକ୍ୟ ଆଡ଼କୁ ଯିବା। ଆମେ ପଢ଼ିଲେ, ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି। ତଳ ଅଂଶ, କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ପ୍ରଭୁଙ୍କ ନାମ ଗୌରବ ହଉ। ପ୍ରଭୁ ଆମମାନଙ୍କୁ ନୂଆ ନୂଆ ସୁନ୍ଦର ସୁନ୍ଦର ବାକ୍ୟ ମାନଙ୍କୁ ପ୍ରଦାନ କରୁଛନ୍ତି। କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ଏବେ ଆମେ ଗୋଟେ ପ୍ରଶ୍ନ ଆଲୋଚନା କରୁଥିଲେ, ଆମେ ବର୍ଷା ଦିନେ କି କି ଚାଷ କରୁଛେ? କିଏ କହିଲେ ଧାନ, ଗହମ ଇତ୍ୟାଦି ଇତ୍ୟାଦି ଆମେ ଚାଷ କରୁଛେ। ଆମେ ଧାନ ବୁଣିଲେ ଆମେ ଧାନ ହିଁ କାଟୁଛେ ନା ବେଳେ ବେଳେ କଣ ଗହମ କାଟୁଛେ କି? ନୁହେଁ। ଆମେ ଧାନ ଯଦି ବୁଣୁଛୁ, ଧାନ ହିଁ କାଟିବା। ଯଦି ଗହମ ବୁଣାଯାଏ, ଗହମ ହିଁ କାଟିବେ। ଯଦି ପରିବା ହିସାବରେ ଆଳୁ ଲଗାଇଲେ, ଆମେ ଆଳୁ ହିଁ ଖୋଳିବା। ତେଣୁ ମନୁଷ୍ୟ ଚାଷ ସମୟରେ ଯାହା ବୁଣିଥାଏ ତାହା ହିଁ କାଟେ। ସେମିତି ଆମ ମନୁଷ୍ୟ ଜୀବନ ପାଇଁ ମଧ୍ୟ ଏଠି ବାକ୍ୟରେ ଗାଲାତିୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲ ଲେଖୁଛନ୍ତି, ସାଧୁ ପାଉଲ ଲେଖୁଛନ୍ତି, ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ତାଙ୍କୁ କଣ କହିବା ପାଇଁ ସାଧୁ ପାଉଲ ଏଠି, ତାଙ୍କର କଣ ମନରେ ଅଛି, କଣ ପାଇଁ এই କଥା ତାଙ୍କୁ କହୁଛନ୍ତି? ତାଙ୍କୁ ଯେ ସେଦିନ ସେଇଠାରେ କୁହାଗଲା, ଆମକୁ ମଧ୍ୟ ଆଜି ପ୍ରଭୁଙ୍କର ବାକ୍ୟ ମାନଙ୍କୁ କୁହେ, ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ଏହା ତ ଠିକ କଥା, ଏହା ବି ସାଧାରଣ କଥା। ଆମେ ଯେତେବେଳେ ଚାଷ ସମୟରେ ଧାନ ବୁଣୁଛୁ, ଧାନ ହିଁ କାଟି ଥାଉଛୁ। ଅନ୍ୟ କୌଣସି ଫସଲ ଆମେ କାଟୁନାହୁଁ। ପ୍ରତ୍ୟେକ ମନୁଷ୍ୟ ଜୀବନରେ ମଧ୍ୟ ସେ କିପରି କର୍ମ କରିଥାଏ, ସେଇ ଫଳ ହିଁ ସେ ପାଇଥାଏ। ଆମେ ଯେଉଁ କାର୍ଯ୍ୟ କରୁ, ଭଲ କାମ କରିଥିଲେ ନିତାନ୍ତ ଭଲ ଫଳ ପାଉଛୁ। ଯଦି ଅବହେଳା ଜୀବନ କାଟିଛୁ ବୋଲେ ଆମେ ସେ ମନ୍ଦ ଫଳ ହିଁ କାଟିବା। ଆଜି ଏହି ଶାସ୍ତ୍ରାଂଶରୁ ଆମେ 4ଟି ବିଷୟ ଆଲୋଚନା କରିବା। ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ଆମର ଶୀର୍ଷକ ହବ, ଆମେ ଯାହା ବୁଣିବା ତାହା ହିଁ କାଟିବା। ଆମର ଆଜିର ଶୀର୍ଷକ ହେଲା, ଆମେ ଯାହା ବୁଣିବା ତାହା ହିଁ କାଟିବା। ଆସନ୍ତୁ ଏଇ ଶାସ୍ତ୍ରାଂଶରୁ ଆମେ 4ଟି ବିଷୟ ଅଳ୍ପ ଅଳ୍ପ ସମୟ ଆଲୋଚନା କରିବା। ଆଲୋଚନା ପୂର୍ବରୁ ଗୋଟେ ମୁଁ ପାଠ କରୁଛି, ଲେଟ୍ ହେଇଯାଉଛି ତେଣୁ ମୁଁ ପାଠ କରୁଛି। ପ୍ରଥମ ତିମୋଥୀ 4 ପର୍ବ 8 ପଦରେ ଲେଖାଯାଏ, କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ୱର ପରାୟଣତା ଇହକାଳ ଓ ପରକାଳରେ ପ୍ରତିଜ୍ଞା ଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ। ପ୍ରଥମ ଧାଡ଼ି ଦେଖିଲେ, ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ। ପ୍ରିୟ ମଣ୍ଡଳୀ, ଆମେ ଜଗତରେ ଶାରୀରିକ ଭାବେ ବଞ୍ଚିଛୁ।
ଆଉ ଯେତେ ଦିନ ଜଗତରେ ବଞ୍ଚି ଅଛୁ ସେ ଶରୀରକୁ ଆମେ ସୁନ୍ଦର ସୁଗଠନ କରିବା ପାଇଁ ଚେଷ୍ଟା କରିଥାଉ, ମନୋଯୋଗୀ ହେଇଥାଉ। ଶରୀରକୁ ସୁନ୍ଦର ଭାବେ ରଖିବା ନିମନ୍ତେ ଶାରୀରିକ ବ୍ୟାୟାମ କରିଥାଉ। ଆଉ ଶରୀର ଗଠନ ପାଇଁ ଆଉ ଶକ୍ତି ପାଇଁ ଅନେକ ସ୍ୱାଦିଷ୍ଟ ଖାଦ୍ୟ, ବଳଦାୟକ ଖାଦ୍ୟ ମଧ୍ୟ ଖାଇଥାଉ। ପୁଣି ଶରୀରକୁ ସୁନ୍ଦର କରିବା ପାଇଁ ଏ ଯୁଗରେ ବିଶେଷ କରି ଆମେ ଦେଖୁଛୁ ଅତି ପ୍ରଭାତରେ ଉଠି ଅନେକ ଲୋକ ମର୍ଣ୍ଣିଂ ୱାକ୍ କରୁଛୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ। ଆଉ କେତେ ଜଣ ୟୋଗ କରୁଛୁ, କେତେ ଜଣ ବିଭିନ୍ନ ପ୍ରକାର ବ୍ୟାୟାମ ଏକ୍ସରସାଇଜ ମଧ୍ୟ କରିଥାଉଛୁ। এই ବହୁମୂଲ୍ୟ ଶରୀରକୁ ସୁସ୍ଥ ରଖିବା ନିମନ୍ତେ ବାକ୍ୟରେ ଲିଖିତ ଅନୁସାରେ এই ସମସ୍ତ କାର୍ଯ୍ୟ ଗୁଡ଼ିକୁ ଆମେ କରୁ। ଆମେ ଯେତେ ଦିନ ସଂସାରରେ ବଞ୍ଚିଥିବା ପର୍ଯ୍ୟନ୍ତ ଆମେ ଏହା କରୁ, କିନ୍ତୁ ପ୍ରଥମ ଧାଡ଼ିରେ ଲେଖାଗଲା ଏହା ଅଳ୍ପ ବିଷୟରେ ଜଗତରେ ଥିବା ପର୍ଯ୍ୟନ୍ତ ମାତ୍ର ଲାଭଜନକ। এই ଶରୀରର ଯେତେ ଆମେ ବି ଦାୟିତ୍ୱ କରୁଛୁ ଏଇଟା କେବଳ ଜଗତରେ ଥିବା ପର୍ଯ୍ୟନ୍ତ ଲାଭଦାୟକ। ତାପରେ ଆମେ ଏ ଶରୀର ଆମେ ମୃତ୍ୟୁ ଲାଭ କଲା ପରେ ପ୍ରଭୁଙ୍କ ପାଖକୁ ଗଲା ପରେ ଅନ୍ୟ କଥା, ହେଲେ ଆମ ଶରୀର ପାଇଁ ଆମେ କ'ଣ କ'ଣ କରୁଛୁ? ଆମେ ଶରୀର ପାଇଁ କ'ଣ କ'ଣ କରୁଛୁ? ଶରୀର ନିମନ୍ତେ ଉତ୍ତମ କାର୍ଯ୍ୟ କରୁଛୁ ନା ଶରୀର ନିମନ୍ତେ ଶରୀରକୁ କଷ୍ଟ ଦେଉଛୁ? ଆଜିକାଲିକା ଦୁନିଆରେ ଆମେ ଖାଦ୍ୟ ପଦାର୍ଥ ପରିବର୍ତ୍ତନ ଦେଖୁଛୁ। ପ୍ରତିଦିନ ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ଶରୀର ପ୍ରତି ଆମେ କଷ୍ଟ ଆଣିଥାଉ। ଅଖାଦ୍ୟ ଖାଇବା ଦ୍ୱାରା ଶରୀର ଅସୁସ୍ଥ ମଧ୍ୟ ରହିଥାଏ। ଆଉ ଶରୀରକୁ ଆବଶ୍ୟକ ଅନୁସାରେ ଆମମାନେ ବିଶ୍ରାମ ମଧ୍ୟ ଦେଇନଥାଉ। ଜାଗତିକ ଜଞ୍ଜାଳକୁ ଅଧିକ ଶ୍ରେୟ କରି ଏ ଶରୀରକୁ ଆମେ ବିଶ୍ରାମ ଦେଇନଥାଉ। ଅନେକ ଅନିଦ୍ରା ରହିବା ଦ୍ୱାରା କିମ୍ବା ନିରନ୍ତର ଶୋଇ ରହିବା ଦ୍ୱାରା ଆମେ ଶରୀରକୁ କ୍ଷତି ଘଟେଇଥାଉ। ଆଉ ବେଳେବେଳେ କାମ ଆବଶ୍ୟକ ଅନୁସାରେ ଆମେ କାମ ମଧ୍ୟ କରିନଥାଉ। ଶରୀର ପାଇଁ ଯେତିକି ପରିଶ୍ରମ ଆବଶ୍ୟକ ତାଠାରୁ ମଧ୍ୟ କମ୍ କରିବା ହେତୁ ଶରୀରର ମଧ୍ୟ ଆମେ କଷ୍ଟ ଦେଇଥାଉ। ଆଉ ଏହି ଶରୀର ପ୍ରତି ଆମେ ଅବହେଳା କରିଥାଉ। ତେବେ ଶରୀର ପାଇଁ ଯାହା ଯାହା ଆମେ କରିଛୁ ପ୍ରିୟ ମଣ୍ଡଳୀ, ଆମେ ତାହା ହିଁ ପାଇବା। ପ୍ରଭୁ ଶରୀରକୁ ଆମକୁ ଦେଇଛନ୍ତି, ତାହା ଆମର ଦାୟିତ୍ୱ। ଏହା ପ୍ରଭୁଙ୍କର ଦାୟିତ୍ୱ ନୁହେଁ, ଏହା ଆମର ଦାୟିତ୍ୱ। ତେଣୁ ଅତଏବ ଶରୀର ପାଇଁ ଆମେ ଯାହା ବୁଣିବା ତାହା ହିଁ କାଟିବା। ପରମେଶ୍ୱର ଆମମାନଙ୍କୁ ଉତ୍ତମ ଶରୀର ଦେଇଛନ୍ତି, କାରଣ ଏହି ଶରୀରର ପରମେଶ୍ୱରଙ୍କର ମନ୍ଦିର। ସେ ଆପଣା ସାଦୃଶ୍ୟ ପ୍ରତିମୂର୍ତ୍ତିରେ ନିର୍ମାଣ କରିଛନ୍ତି ଆମମାନଙ୍କୁ, ଆଉ ବହୁମୂଲ୍ୟ ଜୀବନ ମଧ୍ୟ ଦେଇଛନ୍ତି। ଆଉ ତାଙ୍କ ଜୀବନ ଦେଇ ଆମର ଜୀବନକୁ ସେ କିଣିଛନ୍ତି। ଆମେ ତାହାଙ୍କର ମନ୍ଦିର ଅଟୁ। ତେଣୁ ଏହି ମନ୍ଦିରକୁ ଅଧିକ ଆମେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି, ତାର ଦାୟିତ୍ୱ ନେବାର ଆବଶ୍ୟକତା ରହିଛି। ଶରୀର ବିରୁଦ୍ଧରେ ଆମେ କାର୍ଯ୍ୟ କରିବାର ଆବଶ୍ୟକ ନାହିଁ। ବର୍ତ୍ତମାନ ଆମେ ଦେଖୁଛୁ, ବର୍ତ୍ତମାନ ଆମମାନଙ୍କର ପ୍ରତ୍ୟେକ ପରିବାର ମାନଙ୍କରେ ଯୁବା ଯୁବତୀ ପୁଅ ଝିଅମାନଙ୍କୁ ଦେଖୁଛୁ, ସେମାନେ ପରିଶ୍ରମ କରନ୍ତି ନାହିଁ, ବ୍ୟାୟାମ ମଧ୍ୟ କରନ୍ତି ନାହିଁ, ଖେଳ କସରତ ମଧ୍ୟ କରନ୍ତି ନାହିଁ। କାରଣ ଏଇ ମଡର୍ଣ୍ଣ ଯୁଗରେ ମୋବାଇଲ ପ୍ରତ୍ୟେକ ମନୁଷ୍ୟକୁ ଆଜି ପ୍ରଭୁ ନିଷ୍କ୍ରିୟ କରୁଛି, ଯଦ୍ୱାରା ଆଜି ଶରୀର ପରିଶ୍ରମ ହେଇପାରୁନାହିଁ, ଶରୀରର ବ୍ୟାୟାମ ହେଇପାରୁନାହିଁ। ତେଣୁ ବିଭିନ୍ନ ରୋଗର ମଧ୍ୟ ଆମମାନେ ଶିକାର ହେଇଥାଉ। କେବଳ ଯୁବା ଯୁବତୀ ପିଢ଼ି ନୁହେଁ, ଆମମାନେ ମଧ୍ୟ ପିତାମାତା କି ଯେକୌଣସି ବୟସ୍କ ଲୋକମାନେ ଆବଶ୍ୟକ ଠାରୁ ଅଧିକ ଆମେ ମୋବାଇଲରେ ଆମେ ସମୟ କ୍ଷେପଣ କରୁଛୁ, ଯଦ୍ୱାରା ଆମମାନଙ୍କର ଶରୀରର ଦାୟିତ୍ୱ ଆମେ ନେବାରେ ଅବହେଳା କରିଥାଉ। ଯଦ୍ୱାରା କି ରୋଗ ହେଉଛି ଆମେ ଜାଣୁ। ବିଶେଷ କରି ଅନେକ ସମୟ ଦେଖିବା ଦ୍ୱାରା ମୁଣ୍ଡ ବଥା ରୋଗ ହେଉଛି, ଆଖିରୁ ମଧ୍ୟ ଲୁହ ଗଡ଼ୁଛି, ଖାଦ୍ୟ ପ୍ରତି ଆଉ ଆଗ୍ରହ ନାହିଁ, ଗ୍ୟାଷ୍ଟ୍ରିକ୍ ରୋଗ ହେଉଛି, କାମ କରିବାରେ ଅଳସ ଲାଗୁଛି, ପଢ଼ିବାରେ ପିଲାମାନଙ୍କର ମାନସିକ ଚାପ ହେଉଛି। ଏହାଦ୍ୱାରା ଆମେ କ'ଣ କରୁଛୁ? ରୋଗର ଶିକାର ହେଉଛୁ, ଆଉ ମୃତ୍ୟୁକୁ ଆମେ ସ୍ୱାଗତ କରୁଛୁ। ଆଜିକାଲିକା ମଣିଷ ଅନେକ ଦିନ ବଞ୍ଚି ପାରୁନାହାନ୍ତି, ଯେହେତୁ ଶରୀରର ଦାୟିତ୍ୱ ନେବାରେ ଆମେ ଅବହେଳା କରିଛୁ। ତେଣୁ ଏ ବିଷୟ ଆମେ କାହାକୁ ଦୋଷାରୋପ କରିବା? ଶରୀର ଆମ ହାତରେ ଅଛି, ଶରୀର ଆମ ପାଖରେ ଅଛି। ଆମେ ଶରୀର ପାଇଁ ଯାହା ବୁଣିଥାଉ ତାହା ହିଁ କାଟିଥାଉ, ବାକ୍ୟ ପ୍ରମାଣ କରେ। ପ୍ରିୟ ମଣ୍ଡଳୀ, ଠିକ୍ ସମୟରେ ଆମେ କ'ଣ କରିବା? ତାର ସମାଧାନ ଆମେ ଠିକ୍ ସମୟରେ ଶୋଇବା। ଶରୀର ପାଇଁ କ'ଣ କରିବା? ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରିବା। ଏହା ଆମ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମର ଲାଇଫ୍ ଷ୍ଟାଇଲକୁ ଆମେ ପରିବର୍ତ୍ତନ କରିବା। ଖାଇବା, ପିଇବା, ଶୋଇବା, ଗାଧେଇବା, ଏଇଟା ଆମର ଲାଇଫ୍ ଷ୍ଟାଇଲ। ଏହାକୁ ଠିକ୍ ସମୟରେ ଆମମାନଙ୍କୁ କରିବାକୁ ପଡ଼ିବ। ଆଉ ଏକ ବିଷୟ, ଶରୀର ପାଇଁ ଗୋଟେ ଅନୁପଯୋଗ, ଯୋଉଟା ଆଜିକାଲିକ ଅନେକ ପୁରୁଷମାନେ, ଯୁବା ପୁଅମାନଙ୍କ କଥା ମୁଁ ବି କହେ, ଅନେକ ଲୋକମାନେ ଆଜି ମଦ୍ୟପାନ, ଗୁଡ଼ାଖୁ
पुड़िया पान यही सबू खाई शरीर को नष्ट करती एथिरे केते नष्ट होगा जिनस अच्छी सिगरेट पकेट तो लिखा जाता है शरीर पर क्षतिकारक किंतु कंपानी बिक्री करे आमर पुरुष माने जानती देखती किंतु ताहा व्यवहार कर सेवन करते तेणु यही सब जोड़ा शरीर पर क्षतिकारक अटे आमर ए तमाकू बीड़ी सिगरेट मद यह परित्याग करने को पड़ो मन रखा हम आज आमको वाक्य केउ विषय चेतावनी देवाक जाउछि गलातिया 6 पर्व 7 पदर क अंश मनुष्य जहा बुणे ताहा ही काटिबो अतएव आमे शरीर पाई अनुपयोग विषय व्यवहार करिबा नाही ठीक समय आमानकर लाइफस्टाइल को आमे परिवर्तन करिबा जेपरि शरीर सुस्थ रहिले आमे सुस्थ रहिबा आ प्रभु आम जीवन द्वारा कौन इच्छा करती ताहा करिबे जदि शरीर रुग्ण अछि दुर्बल अछि मोर प्रिय माने आमे ताहा करि पारिबा नाही तेनु एठारे आमे शरीर को किपरि भाबे जत्न नेबा ताहा आमे आलोचना करिछु तेणु सचेतन हेबा उत्तम विषय बुणिबा उत्तम विषय ही काटिबा जदि शरीर जत्न नेबा नहीं विभिन्न रोग आक्रांत हेबा केवल केवल शेष खाली प्रार्थना करिबा प्रभु मते सुस्थता प्रदान कर हाँ प्रभु प्रार्थना शुणुचंती सुस्थता मध्य दौचंती किंतु कष्ट किए पाउअछि आमे निजे पाउअछु आ ए दायित्व आमर ही शरीर को सुस्थ रखा प्रभुंकर देथिबा सुंदर शरीर दायित्व नेबा जत्न नेबा परिष्कार रखा उत्तम रखा पवित्र रखा ए दायित्व आमर आ प्रभु मध्य चाहती जदि आम शरीर विषय जदि उत्तम विषय बुणीचु ठीक जत्न दायित्व करिछु तेबे उत्तम विषय पाइबा आम सुस्थ रहिबा अनेक दिन मध्य बंची पारिबा शरीर विषय आम जहाँ बुणीचु ताहा काटिलु 2 नंबर भविष्यत पाई कौन करिछु ताहा ही आम काटिबा आमे भविष्यत पाई कौन कौन करूचंती आलोचना करिबा आमर भविष्यत मध्य आम हाथ रे ही अछि ताहा शिक्षक हाथ रे नहीं बापा माँ हस्त मध्य नहीं आमानकर प्रभु सेवक पालक भाई मान हाथ रे मध्य नहीं आपण भविष्यत मो भविष्यत आम हस्त रे ही अछि भविष्यत अर्थात आगामी दिन पाई वर्तमान ही आम करने को पड़ो जोड़ा भी चाष करुचु आगामी दिन पाई करुचु पाठ भी पढ़ुचु आगामी दिन पाई करुचु चाकरी भी करुचु वर्तमान भविष्य पाई मध्य करुचु तेणु आगामी दिन निमंते आम को कौन करने को हम आम ताहा चिंता करबा मु आपण मान चिंता करने को पड़ो समय तो क्या अपेक्षा कर न थाए समय तार अविराम गति रे चली थाए समय विश्राम नहीं से क्या अपेक्षा करिबो नहीं किबा काहाको मध्य साहाय्य करबा निमंते आउ थोरे पछको फेरिबो नहीं तेणु आममानकु समय अनुसार बयस अनुसार आगामी भविष्यत पाई एही दिन ठारू अविरत भावे निज निजर कार्य को विश्वस्त भावरे करबा को पड़िबो जगत रे आमे अछु प्रत्येकंकर भिन्न भिन्न काम थाए प्रभु आमानकु बंचिया पाई भिन्न भिन्न काम देइथांती आउ भविष्यत पाई केवल जगत रे बंचाई पाई नुहे आत्मिक भावे मध्य में भविष्यत पाई कौन करूछु ताहा मध्य आमे चिंता करबा को पड़िबो आमानकर उदाहरण पाई वाक्य गोटे मु पाठ करूछि हितोपदेश 21 पर्व 17 पदर लिखा जाए हितोपदेश 21 पर्व 17 पदर लिखा जाए जेउ लोक आमोद भल पाए से दरिद्र हेबो आमे देखुछु वर्तमान रो युवा युवी पीढ़ी माने केवल समय मोबाइल रे काटिले प्रति मुहूर्त आम मोबाइल देखुचु जो द्वारा तांकर फ्यूचर भविष्य कथा से माने चिंता करि पारु नाहंती परिश्रम करी निजर भविष्य चिंता करबा माइंड ए मोबाइल गुडे को डाइवर्ट करूची अनेकंक क्षेत्र समस्ते नुहंती अनेकंक क्षेत्र आम देखुचु से मानकर माइंड को मोबाइल पूरा डाइवर्ट करूची मने रखंतु मने रखिबा निज निज भविष्य पाई आम जहाँ बुणिबा ताहा ही काटिबा छोट बयस आरंभ रु केवल आमे बुला बुली सांगसाथी भोजी बातरे जदि एबे भी समय काटुछु तेबे प्रिय माने आमे आगामी दिन निमंते प्रस्तुत हेबाकू पड़िबो काहेकि ना ए समय आउ सुजोग काली पाई नथिबो तेणु एही दिन एही समय रे आमे आगामी भविष्यत पाई आमानकु शारीरिक भावे हो आत्मिक भावे हो प्रस्तुत हेबाकू पड़िबो वाक्यर लिखा जाए गोटे बुणीबार समय थाए रोपण करिबार समय थाए काटिबार मध्य समय थाए क्रमानुसार चली थाए तेणु जो समय जहाँ करबा कथा आमे ताहा करू जो समय जहाँ जदि करिनु तेबे आगो को आमानकर दुख छड़ा आउ किछि नाही आउ अवहेलार फल हैला
ଦୁଃଖ ଆମେ ଅବହେଳାର ଫଳ ଆମେ କ'ଣ କାଟିବା? ଦୁଃଖ କଷ୍ଟ ହିଁ ଅମଳ କରିବା। ଆଉ ଏକ ବିଷୟ ମୁଁ କହି ରଖିବାକୁ ଚାହେଁ, ଆଜିକାଲିର ଅନେକ ପୁଅ ଝିଅମାନେ ମଧ୍ୟ କି ଆମେମାନେ ମଧ୍ୟ ମିଛକୁ ବେଶୀ ବ୍ୟବହାର କରୁଛୁ, ଅସ୍ତ୍ର ଭାବେ ମିଛକୁ ବୋଧେ ବ୍ୟବହାର କରୁଛୁ। ହେଲେ କାହାକୁ ମିଛ କହୁଛୁ? ପରିବାର ପରସ୍ପର ମଧ୍ୟରେ କିଏ ପିତାମାତାଙ୍କୁ, କିଏ ଶିକ୍ଷକଙ୍କୁ, କିଏ ପାଳକଙ୍କୁ କିଏ ମିଛ ଆମେ କହିଥାଉ। କିନ୍ତୁ ଏ ମିଛ କହିବା ଦ୍ୱାରା ଆମେ ଅନ୍ୟକୁ ଠକୁନା ମୋର ପ୍ରିୟମାନେ, ଆମେ ନିଜ ନିଜକୁ ଆମେ ଠକିଥାଉ। ଈଶ୍ୱର ଦେଖନ୍ତି। ଆଉ ମିଥ୍ୟାବାଦୀ ବିଷୟରେ ଯଦି ଆମେ ମିଥ୍ୟା ବିଷୟରେ ଯଦି ବାଇବଲର ଅଧ୍ୟୟନ ଦେଖୁଛୁ, ଗୋଟେ ପ୍ରଭୁଙ୍କ ଦାସ ପ୍ରାୟ 20 କି 30ଟା ରେଫରେନ୍ସ ଦେଇଛନ୍ତି ମିଥ୍ୟା କରିବା ଦ୍ୱାରା ସ୍ୱର୍ଗର ସେଦିନ ବିଚାର ଦିନରେ କିପରି ସେମାନେ କଷ୍ଟ ପାଆନ୍ତି ନରକକୁ। ଆମେ ବାକ୍ୟ ପଢ଼ି ପାରିନଥିବା, ତେଣୁ ମିଥ୍ୟାକୁ ଆମେ ସମ୍ପୂର୍ଣ୍ଣ ଭାବେ ଆମ ଜୀବନରୁ ଦୂର କରିବା ପାଇଁ ଚେଷ୍ଟା କରିବା। ଛୋଟ ପାପ ବୋଲି ଭାବିବା ନାହିଁ, ମିଛକୁ ଆମ ଜୀବନରୁ ଅନ୍ତର କରିବାକୁ ପଡ଼ିବ। ଆଉ ପ୍ରିୟମାନେ, ମିଥ୍ୟାର ଆଶ୍ରୟ ନେଇ ସୁନ୍ଦର ଭବିଷ୍ୟତକୁ ଆମେ ବର୍ବାଦ କରିବା ନାହିଁ। ଯଦି ଆମେ ଦେଖୁଛୁ, ଯଦି ପରିଶ୍ରମ ବିଶ୍ୱାସ ଭାବରେ କରୁ, ତେବେ ସେଇ ବିଶ୍ୱସ୍ତ ସେଇ ପରିଶ୍ରମ ମୋତେ ଆପଣମାନଙ୍କୁ ମଧ୍ୟ ଉଚ୍ଚରେ ଠିଆ କରାଇବ। ବାକ୍ୟରେ ଲେଖାଯାଏ, ହିତୋପଦେଶ 14 ପର୍ବ 23ରେ ସବୁ ପ୍ରକାର ପରିଶ୍ରମର ଫଳ ଅଛି। ଲେଖାଯାଇଛି ସବୁ ପ୍ରକାର ପରିଶ୍ରମର ଫଳ ଅଛି। ଯଦି ଆମେ ପରିଶ୍ରମ କରିଛୁ, ଯଦି କାର୍ଯ୍ୟରେ ବିଶ୍ୱସ୍ତ ହେଇଛୁ, ତେବେ ଆମମାନଙ୍କୁ ପ୍ରଭୁ ଉଚ୍ଚ ସ୍ଥାନରେ ଠିଆ କରାଇବେ। ପରିଶ୍ରମ ଯଦି କରିବା ନାହିଁ, ଆଗାମୀ ପାଇଁ ଆମେ ପ୍ରସ୍ତୁତ ହେଇପାରୁନାହୁଁ। ଆଉ ହିତୋପଦେଶ 6 ପର୍ବ 6 ପଦରେ ମଧ୍ୟ ଲେଖାଯାଏ, ହେ ଅଳସୁଆ, ତୁମ୍ଭେ ପିମ୍ପୁଡ଼ି ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର ଓ ଜ୍ଞାନୀ ହୁଅ। ଏତେ ଛୋଟ ପିମ୍ପୁଡ଼ିର ଯଦି ପ୍ରଭୁ ଆମମାନଙ୍କୁ ଉଦାହରଣ ଦେଇଛନ୍ତି, ପ୍ରିୟମାନେ, ଆମେ ଏଡ଼େ ବଡ଼ ବଡ଼ ମଣିଷ, ଏତେ ଜ୍ଞାନ ଅଛି, ଏତେ କଥା କହିପାରୁ, ସବୁ କରିପାରୁଛୁ। ପିମ୍ପୁଡ଼ି ଦ୍ୱାରା ପ୍ରଭୁ ଆଜି ଏଇ ଦିନରେ ଆମମାନଙ୍କୁ କଥା କହିବାକୁ ଚାହାନ୍ତି, ତାଙ୍କର କ୍ରିୟା ବିବେଚନା କର, ସମୟରେ ସଦ୍ବ୍ୟବହାର କର, ସମୟକୁ ଅବହେଳା କରିବା ନାହିଁ। ସେମାନେ କିପରି ପୂର୍ବ ପ୍ରସ୍ତୁତି କରନ୍ତି ଆଉ ଠିକ ସମୟରେ ସେମାନେ ଆନନ୍ଦ କରନ୍ତି। ପ୍ରଭୁ ଆଜି ଆମମାନଙ୍କୁ ସେ ଛୋଟ ପିମ୍ପୁଡ଼ି ଦ୍ୱାରା ଶିକ୍ଷା ଦେବାକୁ ଚାହାନ୍ତି। ଆମମାନେ ସମୟ ଥାଉ ଥାଉ ଆମର ସମୟକୁ ସଦ୍ବ୍ୟବହାର କରିବା, ନିଜକୁ ପ୍ରସ୍ତୁତି କରିବା ଆଗାମୀ ଦିନ ପାଇଁ। ପିମ୍ପୁଡ଼ି ଯେପରି ଆଗାମୀ ଦିନ ନିମନ୍ତେ ବର୍ଷା ଦିନେ ଯେପରି ସେ ହଇରାଣ ନ ହୁଏ, ସେଥିପାଇଁ ସେ ଆଗାମୀ ଦିନରୁ ସେ ଛୋଟ ପିମ୍ପୁଡ଼ିଟେ କେତେ ପରିଶ୍ରମ କରେ ଆଉ ସେ ସମୟରେ ଆନନ୍ଦ ଉପଭୋଗ କରେ। ଆମେ ମଧ୍ୟ ଏହି ଦିନ ମାନଙ୍କରୁ ଆମେ ସବୁ ବିଷୟରେ ଆତ୍ମିକ ଭାବେ, ଶାରୀରିକ ଭାବେ ଆମେ ପରିଶ୍ରମ କରୁ, ଯେପରି ଆଗାମୀ ଭବିଷ୍ୟତରେ ଆମେ ଉତ୍ତମ ବିଷୟ ଆମେ କାଟି ପାରିବା। ଆମେ ପରିଶ୍ରମ କରି ଯଦି ପିଲାମାନେ ପାଠ ପଢ଼ିନଥାଉ, ବେଳେବେଳେ ଆମେ ନିଜ ଭାଗ୍ୟକୁ ନିନ୍ଦିଥାଉ। ଚାଷ କରିନଥାଉ, ନିଜ ଭାଗ୍ୟକୁ ନିନ୍ଦିଥାଉ। ଠିକ ସମୟରେ ପ୍ରାର୍ଥନା କରିନଥାଉ, ନିଜ ଭାଗ୍ୟକୁ ନିନ୍ଦିଥାଉ। ଭାଗ୍ୟ କିଛି ନାହିଁ, ଆମେ ନିଜକୁ ଦୋଷାରୋପ କେବେ ବି କରିନଥାଉ। ସମୟ, ପରିସ୍ଥିତି, ବାପା ମା, ସାଙ୍ଗସାଥୀକୁ ଦୋଷାରୋପ କରିବାକୁ ବ୍ୟସ୍ତ ହେଇଥାଉ। ତେଣୁ ପ୍ରେରିତ ପାଉଲ ଗାଲାତୀୟ ମଣ୍ଡଳୀକୁ ଯାହା କହିଛନ୍ତି, ଆମମାନଙ୍କୁ ମଧ୍ୟ ଆଜି ତାହା କୁହାଯାଏ, ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ତେଣୁ ବର୍ତ୍ତମାନ ଯଦି କିଛି କିଛି କରିଛୁ, ଭବିଷ୍ୟତରେ ଆମେ ତାହା କାଟିବା। ଇଏ ଗଲା ଦ୍ୱିତୀୟ ନମ୍ବର। ଆଉ ତୃତୀୟ ନମ୍ବର ହେଲା, ଆତ୍ମିକ ଜୀବନ ପାଇଁ ଯାହା ବୁଣିବା ତାହା ହିଁ କାଟିବା। ପ୍ରଥମେ ଶରୀର ବିଷୟରେ ଯାହା ବୁଣିଲୁ ତାହା କାଟିବା, ଆଉ ଭବିଷ୍ୟତ ପାଇଁ ଯାହା ବୁଣିଛୁ ତାହା ହିଁ କାଟିବା। ତୃତୀୟ ହେଲା, ଆତ୍ମିକ ଜୀବନ ପାଇଁ ଯାହା ବୁଣିବା ତାହା ହିଁ କାଟିବା। ରୋମିଓ 6 ପର୍ବ 23 ପଦ ସମୟ ଭାବେ ମୁଁ ପଢୁଛି। ରୋମିଓ 6 ପର୍ବ 23 ପଦରେ ଲେଖାଯାଏ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆମେ ଦେଖିଲୁ ପାପର ବେତନ ମୃତ୍ୟୁ। ଆମେ ନିଜେ ନିଜେ ଚିନ୍ତା କରିବା, ଆମେ ଆତ୍ମିକ ଜୀବନ ପାଇଁ କ'ଣ ବୁଣୁଛୁ? ଲେଖା ତ ଯାଏ, ଯାହା ବୁଣିବା ତାହା ହିଁ କାଟିବା। ଆତ୍ମିକ ଜୀବନ ପାଇଁ ଆମେ କ'ଣ କରୁଛୁ? ଆଉ ପାଠ କଲୁ ମଧ୍ୟ ପାପର ବେତନ ମୃତ୍ୟୁ। ହଁ, ଆମେ ଭାବୁ ପାପ କରି କ୍ଷମା ମାଗିବି, କ୍ଷମା ମଧ୍ୟ ପାଉଛୁ। ମାତ୍ର ପ୍ରିୟ ପ୍ରଭୁଙ୍କର ମୋର ଭାଇ ଭଉଣୀ ମାନେ, କୋଉ ପାପ ପାଇଁ କ୍ଷମା ଅଛି ଆଉ କୋଉ ପାପ ପାଇଁ କ୍ଷମା ନାହିଁ? ଥରେ ପାପ କଲୁ, ଅନୁତାପ କଲୁ, ପ୍ରଭୁ କ୍ଷମା ଦେଲେ, କିନ୍ତୁ ନିରନ୍ତର କରୁଥିବା ପାପକୁ ଆମେ କେବେ କ୍ଷମା ପାଇବା ନାହିଁ। ଆଉ ଭୁଲର ପରିଣାମ ଯେପରି ଦଣ୍ଡ, ପାପର ପରିଣାମ ମଧ୍ୟ ସେଇ ଦଣ୍ଡ ଅର୍ଥ ମୃତ୍ୟୁ। ଦାଉଦ ରାଜାଙ୍କ କଥା ଆମେ ବାରମ୍ବାର ପଢୁଥାଉଛୁ, 2 ସାମୁଏଲ 12 ପର୍ବ 19 ପଦରେ।
ଲେଖାଯାଇଛି। ମାତ୍ର ଦାଉଦ ଆପଣା ଦାସମାନଙ୍କୁ ପରସ୍ପର ଫୁସଫୁସ ହେଉଥିବାର ଦେଖି ଅନୁମାନ କଲେ ଯେ ବାଳକ ମରିଅଛି। ଏଣୁ ଦାଉଦ ଆପଣା ଦାସମାନଙ୍କୁ ପଚାରିଲେ, ବାଳକ ମରିଗଲାଣି କି ମଲାଣି କି? ସେମାନେ କହିଲେ, ମଲାଣି। ଦାଉଦ ରାଜାଙ୍କ ପାପ ବିଷୟରେ ପ୍ରାୟ ସମସ୍ତେ ଜାଣିଛୁ। ରାଜା ଦାଉଦ ଉରିୟଙ୍କ ସ୍ତ୍ରୀ ସହିତ ବ୍ୟଭିଚାର କାର୍ଯ୍ୟ କଲେ। ଦାଉଦ ପାପ କଲେ। ଆଉ ପରମେଶ୍ୱର ନାଥନ ଭବିଷ୍ୟତ ବକ୍ତାଙ୍କୁ ଦାଉଦଙ୍କ ପାଖକୁ ପଠାଉଅଛନ୍ତି। ଓ ନାଥନ ଭବିଷ୍ୟତ ବକ୍ତା ଦାଉଦଙ୍କୁ କହୁଛନ୍ତି, ହେ ଦାଉଦ, ତୁମେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲ, ସେଥିପାଇଁ ପ୍ରଭୁ ତ ପାପ କ୍ଷମା କଲେ ସତ, ମାତ୍ର ତୁମ୍ଭର ପାପର ବେତନ ହେଲା ମୃତ୍ୟୁ। ମାନେ ମୁଖାମୁଖି କହୁଛନ୍ତି ଭବିଷ୍ୟତ ବକ୍ତା, ତୁମ୍ଭର ପୁତ୍ର ଆଉ ବଞ୍ଚିବ ନାହିଁ। ଆଉ ପରମେଶ୍ୱରଙ୍କର ଯୋଜନା ଜାଣିଲା ପରେ ଦାଉଦ ଉପବାସ ପ୍ରାର୍ଥନା ଆରମ୍ଭ କରିଛନ୍ତି। ପ୍ରଥମ ଦିନ ପ୍ରାର୍ଥନା କଲେ ଉପବାସ, ଦ୍ୱିତୀୟ ଦିନ ଉପବାସ କଲେ, ତୃତୀୟ ଦିନ ମଧ୍ୟ ଉପବାସ ପ୍ରାର୍ଥନାରେ ସେ ବସିଛନ୍ତି। ମାତ୍ର ଆମେ ପାଠ କରିଅଛୁ, ପୁତ୍ରକୁ ସେ ବଞ୍ଚେଇ ପାରିଲେ ନାହିଁ। ଈଶ୍ୱରଙ୍କ ବିରୁଦ୍ଧରେ ଅତ୍ୟଧିକ ପାପ ଥିଲା। ଆଉ ସେଦିନର ଉପବାସ ପ୍ରାର୍ଥନା ମଧ୍ୟ ଗ୍ରହଣ ହେଲା ନାହିଁ। ପ୍ରଭୁ ତାଙ୍କର ପୁତ୍ରକୁ ସେ ଦାଉଦ ପାଇଲେ ନାହିଁ। ଦାଉଦ ଏକ କୋଠରୀରେ ପ୍ରାର୍ଥନା କରୁଥିବା ସମୟରେ ତାଙ୍କ ଦାସମାନେ ଫୁସଫୁସ ହଉଛନ୍ତି। ସେଠୁ ସେ ଜାଣିପାରିଲେ ତା ପୁତ୍ର ମରିଅଛି। ତେଣୁ ସେ ପଚାରିଛନ୍ତି, ଆଉ ପିଲାର ମୃତ୍ୟୁ ଖବର ମଧ୍ୟ ପାଇଲେ। ଦାଉଦ ପାପ କଲେ, ପୁତ୍ର ମୃତ୍ୟୁ ବରଣ କଲେ। ପାପର ବେତନ ମୃତ୍ୟୁ ଆମେ ପଢିଲୁ। ସବୁ ପାପର କ୍ଷମା ନଥାଏ ମୋର ପ୍ରିୟମାନେ। ନିରନ୍ତର କରୁଥିବା ପାପର କ୍ଷମା ନଥାଏ ପ୍ରଭୁ। ଆମେ ଅଜଣା ବଶତଃ ପରିସ୍ଥିତି ବଶତଃ ଯେତେବେଳେ ଗୋଟେ ଅଧେ ପାପ କରୁଛୁ, ପ୍ରଭୁ କ୍ଷମା ଦେଉଛନ୍ତି। କିନ୍ତୁ ବାକ୍ୟରେ ମୁଁ ପାଠ କରିଛି, କ୍ଷମା ଦିଅନ୍ତି, କିନ୍ତୁ ଦଣ୍ଡ ଯେଉଁ ସମୟରେ ମଧ୍ୟ ମିଳିବ। ଆମେ କି ଦଣ୍ଡ ପାଉଛୁ, କୋଉ ଦିନର ପାପ ପାଇଁ ଆଜି ଦଣ୍ଡ ପାଉଛୁ ଆମେ ଜାଣିନଥାଉ। ଦାଉଦ ଭାବିଲେ, ମୁଁ ତ ରାଜା, ମତେ କିଏ କଣ କରିପାରିବେ? ପ୍ରିୟମାନେ, କିଏ କିଛି କରିପାରିବେନି ସତ, ମାତ୍ର ଆପଣ ଯାହା ବୁଣିଛନ୍ତି ତାହା ହିଁ କାଟିବେ। ମୁଁ ଯାହା ବୁଣିଛି ମୁଁ ତାହା ହିଁ କାଟିବି। ଆଜି ଯଦି ଆମେ ଗୁପ୍ତ ଭାବେ ଲୁଚି ଲୁଚି ଯଦି ପାପ କରୁଅଛୁ, ତେବେ ଭାବୁ ବାପା ମା କିମ୍ବା ପାଳକ ସାଙ୍ଗସାଥି କିଏ ଜାଣୁନାହାନ୍ତି, ମୋ ପୁଅ ଜାଣୁନି, ମୋ ଝିଅ ଜାଣୁନି, ମୋ ସ୍ୱାମୀ ଜାଣୁନି, ମାତ୍ର ସ୍ୱର୍ଗର ପରମେଶ୍ୱର ସବୁ ଜାଣନ୍ତି ଓ ଦେଖନ୍ତି। କି ପାପ? ଆମେ କାହାର ଧନ ଲୁଣ୍ଠନ କରୁନାହୁଁ, କାହା ଘରେ ଚୋରି କରୁନାହୁଁ, କାହାକୁ ହତ୍ୟା ବି କରୁନାହୁଁ। ଏଇ ଛୋଟ ଛୋଟ ପାପ ଗୁଡ଼ିକ ଯୋଉ କରୁଛୁ, ସ୍ୱଭାବ ଗୁଡ଼ିକ ଆମର ଈଶ୍ୱରଙ୍କର ସ୍ୱଭାବ ଗୁଡ଼ିକ ଆମେ ପାଳନ କରୁନାହୁଁ। ରାଗ, କ୍ରୋଧ, ହିଂସା, ଲୋଭ, ମୋହ, ଗର୍ବ, ଅହଙ୍କାର, ଏଇ ଛୋଟ ଛୋଟ ପାପ କରିବା ହେତୁ ଆମମାନଙ୍କର ଦିନେ ଆତ୍ମିକ ମୃତ୍ୟୁ ହବ। ଆମେ କଣ କଣ ଭାବୁଛୁ, କଣ କଣ କରୁଛୁ, କାହାକୁ କି ବ୍ୟବହାର କରୁଛୁ, କାହାକୁ କିପରି ଆଚରଣ କରୁଛୁ, କାହାକୁ କିପରି ଉଚ୍ଚାରଣ କରି କହୁଛୁ, ସ୍ୱର୍ଗର ପରମେଶ୍ୱର ସବୁ ଦେଖନ୍ତି। ବାକ୍ୟରେ ଲେଖାଯାଏ, ସେ ସର୍ବଦର୍ଶୀ, ସର୍ବ ଅନ୍ତର୍ଯାମୀ, ସର୍ବବ୍ୟାପୀ। ହିତୋପଦେଶ 15 ପର୍ବ 3 ପଦରେ ଲେଖାଯାଏ, ତାହାଙ୍କ ଚକ୍ଷୁ ସର୍ବତ୍ର ଥାଇ ଅଧମ ଓ ଉତ୍ତମ ଲୋକଙ୍କୁ ନିରୀକ୍ଷଣ କରନ୍ତି ବୋଲି ଲେଖାଯାଏ। ଆମେ ତାଙ୍କ ଆଗରୁ ଲୁଚିବାର ଆମର ନାହିଁ। ହୃଦୟ ମଧ୍ୟରେ ଭାବିବାଟା, ଆଖିରେ ଦେଖିବାଟା, ମନରେ ଚିନ୍ତା କରିବାଟା, ଈଶ୍ୱର ପାପ ଦେଖୁଛନ୍ତି। ଯେହେତୁ ପାପର ବେତନ ମୃତ୍ୟୁ, ଆମେ ଆଜି ବାକ୍ୟ ଦ୍ୱାରା ଶିଖିଲୁ। ଗୀତ ଗୋଟେ ଆମେ ବେଳେ ଆମେ ଗୀତ ଗାଇଥାଉଛୁ, ମୁଁ ତ ଗୀତ ଗାଇପାରେନି। ପର୍ବତ ସ୍କନ୍ଧରେ ଲୁଚିଲେ ଯାଇ, ଲୁଚାଇ ତତେ ସେ ପାରିବ ନାହିଁ। ଥରହରେ ବାରିଧି ଦେଖାଇ ଦେବ ସେଦିନ। ବଡ଼ ସଙ୍କଟର ଦିନ ଆସିବ, ଦିନ ଆସିବ। ଗୀତ ଆମେ ଗାଇଥାଉଛୁ। ଆମେ ଏ ଯେଉଁ ପାପ କରୁଛୁ, ଆମେ ଭାବିବା ନାହିଁ ଏଟା ଆଜି ଲୁଚିଗଲା, କିନ୍ତୁ ସମୟ ଆସିବ ମୋର ପ୍ରିୟ ମଣ୍ଡଳୀ, ପ୍ରଭୁ ସେଦିନ ଆମେ ଲୁଚିବାକୁ ସ୍ଥାନ ପାଇବା ନାହିଁ। ଆମେ ଯଦି ସମୁଦ୍ରକୁ ପଡ଼ିଯିବା, ସମୁଦ୍ର ପାଣି ଆମକୁ ବାହାରକୁ ଫିଙ୍ଗିଦେବ। ଗୁମ୍ଫା ଭିତରକୁ ଦେଲେ ଯଦି ଲୁଚିବା, ଗୁମ୍ଫା ମଧ୍ୟ ଲୁଚେଇ ପାରିବ ନାହିଁ। ଦୁଃଖ ସମୟରେ ଆମେ ଏବେ କଣ କରୁଛୁ? ପ୍ରଭୁଙ୍କର ଆଶ୍ରୟ ନେଉଛୁ। ଦୁଃଖ ସମୟରେ, ରୋଗ ବ୍ୟାଧି ସମୟରେ ପ୍ରଭୁ ଆମର ଆଶ୍ରୟ ଭୂମି, ସେ ସ୍ଥାନ ଦଉଛନ୍ତି, ସେ ଲୁଚଉଛନ୍ତି। କିନ୍ତୁ ପାପ କରି ଆମେ ପ୍ରଭୁଙ୍କ ପାଖରେ ଲୁଚି ପାରିବା ନାହିଁ। ପାପ କରି ଲୁଚିବା ପାଇଁ ଜଗତରେ ତ କୌଣସି ସ୍ଥାନ ନାହିଁ, ପ୍ରଭୁଙ୍କ ପାଖରେ ସ୍ଥାନ ନାହିଁ। କିନ୍ତୁ ବାକ୍ୟ ଅନୁସାରେ ଆମର ସେ ଲୁଚିବାର ଆଶ୍ରୟ ଭୂମି। କୋଉ ସମୟରେ ଆଶ୍ରୟ ଭୂମି ପ୍ରଭୁ ଦେବେ ଆମକୁ? ଆମମାନଙ୍କର ଯେଉଁ ରୋଗ ସମସ୍ୟା, ଏ ଅଭାବ, ବିଭିନ୍ନ ତାଡ଼ନ ଆସିଲେ ପ୍ରଭୁ ଆଶ୍ରୟ ଭୂମି ଦେବେ। କିନ୍ତୁ ବାରମ୍ବାର ପାପ କରି ଆମେ ବିଚାରିତ ପୂର୍ବରୁ ତାଙ୍କ ପାଖରେ ଲୁଚି ପାରିବା ନାହିଁ। ତାଙ୍କ ପାଖରେ ସେ ଲୁଚେଇବା ପାଇଁ ସେ ନାହିଁ ସ୍ଥାନ। ଆଉ ନିରନ୍ତର କରୁଥିବା ପାପ ହିଁ ଆମକୁ ଧରିବ। ଆମେ କିଏ କଣ ପାପ କରୁଛୁ, ମୁଁ ଜାଣେ ମୋ ପାପ, ଆପଣ ଜାଣନ୍ତି ଆପଣମାନଙ୍କର ପାପ। ଆଉ ଦିନେ ତାହା ମଧ୍ୟ ପ୍ରକାଶ ହବ ଯଦି ଆମେ ତା ପୂର୍ବରୁ କ୍ଷମା ପାଇନାହୁଁ। ତେଣୁ ସମୟ ଥାଉ ଥାଉ ନିଜ ଜୀବନକୁ ପରୀକ୍ଷା କରିନେବା।
मु भविष्यत पाई आत्मिक जीवन पाई मु कौन बुणु अच्छी समीक्षा भी मध्य करवा आमे मजा मजलिस रे अबाध्य रे मिछ कथार बीज जदि बुणीचु अबाध्यतार जदि बीज बुणीचु मजा मजलिस जदि बीज बुणीचु आमे ताहा ही काटिबा जदि प्रार्थनार बीज ईश्वर को भय करिवार बीज विश्वासर बीज पवित्रतार बीज परिश्रमर बीज जदि बाध्यतार बीज जदि बुणीचु आमे से उत्तम विषय आमे काटि पारिबा लेखा जाए जे जहा बुणीब ताहा ही काटिब जदि भविष्यत पाई वर्तमान ठारू भल जीवन काटुअछु निश्चय प्रभु भल फल ही देबे जदि भलर बीज को वर्तमान पर्यंत बुणी चली जदि भूलर बीज को जदि आमे एबे पर्यंत बुणी चलीचु मोर प्रिय माने तेबे समय अच्छी आज मध्य प्रभु अपेक्षा करती आमे अनुताप करी प्रभु निकट को फेरू प्रभु क्षमा करी ग्रहण करिवे आगामी दिन रे जे प्रमाणे उत्तम कार्य रे फल काटिबा उत्तम फल काटि पारिबा पाप को छाड़िबा मन फेरण करिबा पवित्र जीवन यापन करने को चेष्टा करिबा आ आशीर्वाद फल काटिबा वाक्य रे लेखा जाए हितोपदेश 23 पर्वर 17-18 लेखा जाए गोटे धाड़ी मु पढ़े समस्त दिन सदा प्रभु को प्रति भय रे थाओ 18 पद कारण पुरस्कार नितांत अच्छी आमर जो लक्ष्य अच्छी जो उद्देश्य अच्छी आगामी दिन में पुरस्कृत होगा निमंते भल विषय पाइबा निमंते आम लक्ष्य अच्छी तेणु लक्ष्य पूर्ण करने निमंते यही आम भविष्य यही दिन मानक उत्तम बीज आम बुणी चलवा 3टा गला आ गोटे अच्छी शेष अल्प समय सरीबा विचार दिन आम कौन बुणु अच्छु विचार नितांत एथिरे कई काटिबार ना सत कथा जगत रे आमे जो भूल पाप करूछु थाना कोर्ट कचेरी आम पाई दंड रहउछि विचार रहउछि एटा हैला आत्मिक विचार आमे विचार दिन पाई कौन बुणु अच्छु ए आम जीवन पाई गोटे गुरुत्वपूर्ण विषय अटे मोर प्रिय माने आमे शरीर पाई कौन बुणु अच्छु आमे जानिले भविष्यत पाई कौन बुणु अच्छु आमे जानुछु आत्मिक जीवन पाई आमे कौन बुणिबा दरकार ता भी जानिले विचार दिन पाई आमे कौन बुणु अच्छु आ से दिन विचार दिन आमे की फल आमे काटिबा माथ्यू 7 पर्व 22-23 रे लिखा जाए 22 पद 23 पद दीटा रे मु एटी पढ़ी पारुनी आपण मान देखिबे माथ्यू 7 पर्व 22 पद 23 पद रे से दिन विचार दिन रे बा शेष दिन रे यीशुंकर द्वितीय आगमन दिन रे कहिबे हे प्रभु मु तुम नाम रे अनेक लोक को सुस्थ करी अछि अनेक स्थान रे वाक्य वितरण करी अछि अनेक उपवास प्रार्थना करी अछि अनेक पवित्र गृह निमंते मु दान करी अछि एई विषय कहिबा से समय प्रभु तुम नाम रे मु आश्चर्य कार्य मध्य करछि बोली कहिबा दान देली मध्य कहिबा सुंदर आराधना मध्य कली भी कहिबा बाकी सुंदर पढ़िली मध्य कहिबा अनेक लोक को बाप्तिस्म देली मध्य कहिबा किंतु से दिन प्रभु कौन कहिबे जदि उत्तम कार्य विश्वस्त भाव जदि करिछु प्रभु ताहाको ग्रहण करिबे जदि ईश्वर दृष्टि समस्त कार्य गुड़ाक मुझे कहली ताहा जदि ईश्वर दृष्टि उत्तम होई नाही बाह्य भाव आम ताहा करिछु तेबे से दिन प्रभु कहिबे रे अधर्माचारी मो ठारू दूर हुओ मोर प्रिय मंडली এই শেষ আলোচনা অতি গুরুত্বপূর্ণ সেদিন অর্থাৎ সেদিন বিচার দিনরে আমাকে বিচার সম্মুখরে ছিড়া হেবাকু নিতান্ত পড়িব সেদিন আম কার্যর প্রতিফল পুরস্কার আমাকে মিলিব যদি প্রভুଙ୍କ দৃষ্টিরে আমার প্রার্থনা আমার উপবাস আমার বাক্য শিক্ষা আমার আরাধনা আমার দান দশমাংশ আমার সেবা কার্য নির্মাণ পাই দান করিবা चर्च गृह प्रभु दास दासी मानक अनेक अर्थ साहाय्य करवा यही कला परे मध्य जदि आमे अधार्मिक जीवन काटु थाउ पापमय जीवन भी करू थाउ तेबे से दिन रे पुरस्कार आम पाई कौन हबो रे अधर्माचारी मु तुमको जाने नहीं ए समस्त कार्य करू करू जदि ईश्वर दृष्टि आमे ग्राह्य हे नाहु ता माने आमे ताहा आत्मिक भावे करि पारि नाहु जागतिक भावे ताहा करिछु जगतर प्रशंसा पाई जदि करिछु तेबे प्रभु कहबे रे अधर्माचारी मु तुमको जाने नहीं ना प्रिय माने आमानक प्रभु कहबे नहीं आमानक जीवन रे प्रभु भय समस्त जीवन रे अछि प्रभुଙ୍କର वाक्य अनुसार में आमे ताहा करबाक मध्य चेष्टा करूछु तेनु हितोपदेश 11 पर्व 30 पद रे आमान कोन कहे धार्मिकर फल जीवनदायक वृक्ष आमे जदि विश्वस्त भावे सेही दिन को उद्देश्य करी आत्मिक भावे प्रभु को भय कर जदि आमे
କାର୍ଯ୍ୟ କରୁଛୁ ବିଚାର ଦିନ ପାଇଁ, ତେବେ ଆମମାନେ କ'ଣ କରିବା? ସେ ଧାର୍ମିକର ଫଳ ପାଇବା। ତେବେ ସେଇ ଦିନ ବିଚାର ଦିନରେ ଉତ୍ତମ ପୁରସ୍କାର ପାଇବା ପାଇଁ ହେଲେ ଆମେ ଆତ୍ମିକ ଜୀବନକୁ ଅନୁଧ୍ୟାନ କରି ଆତ୍ମିକ ଜୀବନକୁ ସଜାଡ଼ିବାକୁ ପଡ଼ିବ। ଯେପରି ଆମର ପୁରସ୍କାର ତାହାଙ୍କର ଦକ୍ଷିଣ ପାର୍ଶ୍ୱରେ ରହିବା। ଆଉ ପ୍ରଭୁ ଘୋଷଣା କରିବେ, ଯେଣୁ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ପ୍ରଭୁ ଘୋଷଣା କରିବେ, ଏମାନେ ମୋର ସନ୍ତାନ। ପ୍ରଭୁ ଘୋଷଣା କରନ୍ତୁ, ଆମେ ଉତ୍ତମ କାର୍ଯ୍ୟ କରୁ ଚାଲୁଥିବା ସେ ଦିନର ଉତ୍ତମ ପୁରସ୍କାର ପାଇବା ନିମନ୍ତେ ପ୍ରଭୁ ଆମ ସମସ୍ତଙ୍କୁ ସୁନ୍ଦର ବାକ୍ୟ ଦ୍ୱାରା ଯେ କଥା କହିବାକୁ ଚାହୁଁଛନ୍ତି। ଆଉ ଆମେ ଶରୀର ପାଇଁ ଯାହା ବୁଣୁଛୁ ଆମେ ତାହା କାଟୁଛୁ। ଆମେ ଆଗାମୀ ଦିନ ନିମନ୍ତେ ଉତ୍ତମ ବିହନ ବୁଣିବା, ଯେପରି ଫସଲ ସମୟରେ ଆମେ ଆନନ୍ଦରେ ଉତ୍ତମ ଶସ୍ୟ କାଟିବା। ଆଉ ମୁଁ ଯେତେବେଳେ ପ୍ରଥମରେ ପଢିଲି ହିତୋପଦେଶ 13 ପର୍ବରେ, ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟ ତୁଚ୍ଛ କରେ ସେ ଆପଣା ଉପରକୁ ବିନାଶ ଆଣେ, ମାତ୍ର ଯେ ଆଜ୍ଞାକୁ ଭୟ କରେ ସେ ପୁରସ୍କାର ପ୍ରାପ୍ତ ହେବ। ପ୍ରଭୁ ଆଜି ଆମମାନଙ୍କୁ ସୁନ୍ଦର ଗାଲାତିଆ ପୁସ୍ତକ 6 ପର୍ବ 7 ପଦ ଦ୍ୱାରା ମଣିଷ ଯାହା ବୁଣିବ ତାହା ହିଁ କାଟିବ। ଆମେ ଶରୀର ପାଇଁ ଯାହା ବୁଣିଛୁ, ଭବିଷ୍ୟତ ପାଇଁ ଯାହା କରିଛୁ, ବିଚାର ଦିନ ପାଇଁ ଯାହା ବୁଣିଛୁ ଆମେ ତାହା ହିଁ କାଟିବା। ତେଣୁ ଉତ୍ତମ ଯଦି ଜମିରେ ଯଦି ଭଲ ଚାଷ କରିବାକୁ ହେଲେ ଆମେ ଖତ ସାର ପାଣି ଯୋଗେଇଲେ ତାହା ଆମେ ଉତ୍ତମ ହେଇପାରିବ। ସେ ଜଗତରେ ଯଦି ଆମେ ଉତ୍ତମ କାର୍ଯ୍ୟ କରିଛୁ ଆଉ ସେଦିନ ପ୍ରଭୁ ନିତାନ୍ତ ପୁରସ୍କାର ଘୋଷଣା କରିବେ, ଆମେ ତାଙ୍କ ସହିତ ବସବାସ କରିବା, ଅନନ୍ତ ଜୀବନର ଅଧିକାରୀ ହେବା। এই অল্প বাক্য আলোচনা ଆଉ ଶିକ୍ଷାରେ ପ୍ରଭୁ ମୋତେ ଆପଣମାନଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ। ଆମେନ୍। ଆମେନ୍, ଆମେନ୍, ଆମେନ୍।